ଚାଷ କରି ଆମେ ଆତ୍ମନିର୍ଭର ହେଇପାରିବା। ଏବଂ ଚାଷଟା ମୋର ହବି ଥିଲା ଆଗରୁ। ଏ ବର୍ଷ ଏଇ 2-3 ବର୍ଷ ହେଲା ଏଥିରେ ବିନିଯୋଗ ଆମେ ହେଇଛୁ। ଏଠି ପାଖାପାଖି ଆମର 22 ଏକର ଜାଗା ଅଛି, ଯୋଉଥିରେ ଆମେ 13ଟା ପୋଖରୀ ଖୋଳିଛୁ। ଯୋଉ 13ଟା ପୋଖରୀ କେବଳ ମାଛ ଜାଆଁଳ ଉତ୍ପାଦନ ହଉଛି। ପାଖାପାଖି 10ରୁ ଉର୍ଦ୍ଧ୍ୱ ପ୍ରଜାତିର ଜାଆଁଳ ଉତ୍ପାଦନ ହଉଛି। ଭାକୁର, ରୋହି, ବିରିକାଳି, ଚାନ୍ଦି, ଗ୍ରାସ୍କାପ, ସିଲଭର କାପ ସବୁଗୁଡା ଉତ୍ପାଦନ ହଉଛି। ଏବଂ ଏହା ପାଖାପାଖି ଆମେ 4ଟା ଜିଲ୍ଲା ସମେତ ପାଖାପାଖି ଯୋଉ ଆମର ବ୍ଲକ ଗୁଡାକ ଅଛି ପୁରୀ ଜିଲ୍ଲା ଭିତରେ ପାଖାପାଖି 1000 ଚାଷୀଙ୍କୁ ମଧ୍ୟ ଆମେ ଜାଆଁଳ ଯୋଗାଉଛୁ। ଆଉ ସେଥିରେ ମଧ୍ୟ ଗୋଟେ ଜିନିଷ ହେଲା, ଯୋଉ ଆପଣ ବ୍ୟବସାୟ କରିବେ ଯଦି ଆତ୍ମସନ୍ତୋଷ ପାଇବ ତାହେଲେ ସେଇଟା ଭଲ ଲାଗେ। ଯେମିତିକି ମତେ ଚାଷଟା ମୋର ଆଗରୁ ହବି ଥିଲା ଏବଂ ଏଇଟା ଯେହେତୁ ଆମେ ପ୍ରଫେସନାଲି ତାକୁ ନେଇଛି ମତେ ଭଲ ଲାଗୁଛି। ଏଇଟା କୁକୁଡ଼ା ଏବେ ବର୍ତ୍ତମାନ ଯେହେତୁ ଇଣ୍ଟିଗ୍ରାଲ ଫାର୍ମିଂ, ଏଥିରେ କୁକୁଡ଼ା ବର୍ତ୍ତମାନ ଅଛନ୍ତି 12,000 ଫାର୍ମିଂର ଗୋଟେ ଅଛି କୁକୁଡ଼ା ଆମର ଚାଲିଛି ବର୍ତ୍ତମାନ ଆପଣ ଦେଖିପାରୁଥିବେ। ଏବଂ ପାଖାପାଖି 500 ବତକ ଅଛନ୍ତି। ଏବଂ ଆପଣ ବନ୍ଧ ଦେଖିଥିବେ, ଫଳ ଗଛ ଲାଗିଛି, କଦଳୀ, ଆପଣଙ୍କର ଆମ୍ବ, ଗୁଆଠୁ ଆରମ୍ଭ କରି ସବୁଗୁଡା ସବୁ ନଡ଼ିଆ ଫଡ଼ିଆ ସବୁ ଲାଗିଛି। ସବୁଥିରୁ ହିଁ ଆମର ବର୍ତ୍ତମାନ ଆମର ଇନକମ୍ ଆସିଗଲାଣି। ଏବଂ ସବୁଥିରୁ ଆମେ ପାଖାପାଖି ଆମ ଆଶା ଠାରୁ ବହୁତ କିଛି ପ୍ରତିଦିନ 15 ଜଣ ଲୋକ କନଷ୍ଟାଣ୍ଟ କାମ କରୁଛନ୍ତି ଏବଂ ତାଙ୍କ ପରିବାର ଏତେ ୟା ଉପରେ ଜଡ଼ିତ ଅଛି। ଏବଂ ମୁଁ ବି ମଧ୍ୟ ଏତେ ଚଳୁଛି ନା ନାହିଁ, ତାଙ୍କ ପରିବାର ସହିତ 15ଟି ପରିବାରକୁ କାମ ଦିଆଯାଇଛି ଏବଂ ଆମେ ବି ମଧ୍ୟ ସେଥିରେ ଚଳୁଛୁ। ଆମର ବ୍ରଏଲର ଏଠି 12,000 ଚାଷ ହଉଛି। ଆଉ ଗାଡିଆ ଆମର ଜାଆଁଳ ଚାଷ ହଉଛି। ଫୋନ ଆସିକି ବାହାରୁ ଏଠି ଜାଆଁଳ ଏଠି ଦିଆହଉଛି। 22-23 ଏକର ଜାଆଁଳ ଚାଷ ହଉଛି, ମାଛ ଚାଷ ବି ହଉଛି। ଆଉ ଆମର ବତକ ଅଛନ୍ତି 500 ଖଣ୍ଡେ। ଆଉ କଦଳୀ ଚାଷ ବି ହଉଛି, ଭଣ୍ଡା ଚାଷ ହଉଛି। 15-20 ଜଣ ଏଠି ଷ୍ଟାଫ୍ ଆମର ଅଛନ୍ତି। ମୁଁ ଏଠି ମ୍ୟାନେଜମେଣ୍ଟ ଦାୟିତ୍ୱରେ ଅଛି, ବୁଝାସୁଝା କରୁଛି। ବାହାରକୁ ଲୋକମାନେ ଯୋଉ ଯାଉଥିଲେ ଅସୁବିଧା ହଉଛନ୍ତି, ଏଠି ଘର ପାଖରେ ରହିକି ଲୋକ କାମ କରିକି ସେମାନେ ବି ଖୁସି ଅଛନ୍ତି। କାମ ଏଠି ବିଭିନ୍ନ ପ୍ରକାର ଜାଆଁଳ ପ୍ରଡକ୍ସନ ହଉଛି, ଖାଦ୍ୟ ଦିଆହଉଛି, ମେଡିସିନ ପଡୁଛି, ଚୂନ ପଡୁଛି। ଜାଆଁଳ ଅନ୍ୟ ନୟାଗଡ଼, ଭଞ୍ଜନଗର, ଦଶପଲ୍ଲା, ପାରାଦୀପ, ବ୍ରହ୍ମଗିରି ଜାଆଁଳ ଏଠି ପ୍ରଡକ୍ସନ ହେଇ ଲୋକଙ୍କୁ ପଠାଯାଉଛି। ଅଜୟ ବାବୁଙ୍କ କଥା କହିବି, ଅଜୟ ବାବୁ ବହୁତ ମାନେ ଏଠି 12,000 କୁକୁଡ଼ା ଫାର୍ମ କରିଛନ୍ତି। ପୋଖରୀ ପ୍ରାୟ 10-12ଟା କରିଛନ୍ତି ପୋଖରୀ। ବହୁତ ଲୋକ ବି ବହୁତ ଆଡେ ଅଛନ୍ତି, ଆମେ ଦେଖୁଛୁ ମାଛ ଜାଆଁଳ ନଉଛନ୍ତି। ଆଉ ଆଜିକାଲି ଯୁବପିଢି ଯୋଉମାନେ ଚାକିରି ପଛରେ ଗୋଡଉଛନ୍ତି, ମୁଁ କହିବି ସେମାନଙ୍କୁ ଯେ ଅଜୟ ବାବୁ ଜଣେ ସଫଳ ଚାଷୀ। ସେ ମାନେ ଚାକିରି ପଛରେ ନ ଗୋଡେଇକିରି ଯୁବପିଢି ମାନଙ୍କୁ ଏଇଭଳି କିଛି ନା କିଛି ନିଜ ଘର ବାରିରେ କିଛି କଲେ ନିଶ୍ଚିନ୍ତ ଉପକୃତ ହେବେ।